ଦେଶ ବିଦେଶ ଆରମ୍ଭ କରି ଓଡ଼ିଶା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ପାଇବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ। ଚାଲନ୍ତୁ ଦେରି ନକରି ଖବର ଉପରେ ନଜର ପକାଇବା। ମିଶନ ଶକ୍ତି ଝଡ଼, ଯିଏ କ୍ଷମତାକୁ ଆସିବ ସମାଧାନ ଦାୟିତ୍ୱ ତାର। କାରଣ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏମ୍ବିକେ, ସିଆର୍ସି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଲଗାତାର ତୃତୀୟ ଦିନ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ପୂର୍ବ ସରକାରକୁ ଦୋଷ ନ ଲଦି ସମାଧାନର ବାଟ ବାହାର କରିବାକୁ ସରକାରଙ୍କୁ ଆହ୍ୱାନ ଦେଉଛନ୍ତି ବିରୋଧୀ। ନିଜ ଦୋଷ ଘୋଡ଼ାଇବାକୁ ବିଜେଡି କୁମ୍ଭୀର କନ୍ଦଣା କାନ୍ଦୁଛି ବୋଲି ଶାସକ ଦଳର ସଦସ୍ୟମାନେ ଅପେକ୍ଷା କରିଛନ୍ତି। ଆଜି ବିଜେଡି ପକ୍ଷରୁ ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ ହେଉଛି ଉଦ୍ୟମ। ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ମୁଲତବୀ ପ୍ରସ୍ତାବ ଆସିଥିଲା। ବିଜେଡି ପକ୍ଷରୁ ଅରୁଣ କୁମାର ସାହୁ କହିଲେ, ପୂର୍ବ ସରକାରଙ୍କୁ ଦୋଷ ଦେଇ ଆପଣମାନେ ଖସି ପାରିବେ ନାହିଁ। ଯିଏ କ୍ଷମତାକୁ ଆସିବ ସମାଧାନର ଦାୟିତ୍ୱ ତାର। କାନ୍ଧରୁ ଦାୟିତ୍ୱ ଖସାଇ ଅସହାୟତା ପ୍ରକାଶ କରିବା ଦରକାର ନାହିଁ। ହଜାର ହଜାର ସଂଖ୍ୟାରେ ମହିଳା ଶୀତକାଳରେ ରାଜରାସ୍ତାରେ ପଡ଼ିଛନ୍ତି। ରାତିରେ ସେହି ରାସ୍ତାରେ ଶୋଉଛନ୍ତି। ସେମାନେ ନିଜର ସାମାଜିକ ସ୍ଥିତି ରୋଜଗାର ପାଇଁ ଏଠାକୁ ଆସୁଛନ୍ତି। ଏଇଟା ରାଜନୈତିକ ଦଳ ପଇସା ଦିଅ ଚାଲି ନୁହେଁ। ପଇସା ଦିଆ ରାଲିରେ ଲୋକ ଘଣ୍ଟାଏ ପରେ ପଳାଇବେ, କିନ୍ତୁ ସେମାନେ ନିଜର ଭବିଷ୍ୟତର ସୁରକ୍ଷା ପାଇଁ ଦିନରାତି ପଡ଼ି ରହିଛନ୍ତି। ସରକାର ଟିକେ ସମ୍ବେଦନଶୀଳ ହୋଇ ସେମାନଙ୍କ କଥା ବିଚାର କରନ୍ତୁ। ଗଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ମାମାନେ ରାଜରାସ୍ତାରେ ନିଜର ଅଧିକାର ମାଗୁଛନ୍ତି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ।